ଆମର ଏହି ଆଦ୍ୟାନ୍ତ ଡିଜିଟାଲ ଚ୍ୟାନେଲ ୟୁଟ୍ୟୁବ ମାଧ୍ୟମରେ ଓଡ଼ିଆ ଭାଷାକୁ ଲୋକପ୍ରିୟ କରିବାର ଛୋଟିଆ ପ୍ରୟାସ କରୁଛି। ଆମର ଏହି ଚ୍ୟାନେଲରେ ଆମେ କିଛି ଜଣା ଅଜଣା ତଥ୍ୟକୁ ସଠିକ ଏବଂ ବିସ୍ତାରିତ ଭାବରେ ଆପଣଙ୍କ ନିକଟରେ ପହଞ୍ଚାଉଛୁ। ଯଦି ଆପଣ ଓଡ଼ିଆ ଭାଷାର ଲୋକପ୍ରିୟତା ବଢ଼ାଇବାରେ ଆମକୁ ସହଯୋଗ କରିବାକୁ ଚାହାନ୍ତି ତେବେ ଆମର ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ କରି ଆମକୁ ସହଯୋଗ କରିପାରନ୍ତି। ଋଷି ଏବଂ ସାଧୁଙ୍କ ମଧ୍ୟରେ ପାର୍ଥକ୍ୟ କ'ଣ? ହିନ୍ଦୁ ଧର୍ମରେ ପୁରାତନ ଯୁଗରୁ ମୁନି ଋଷି ଏବଂ ମହର୍ଷିମାନଙ୍କୁ ଭଗବାନଙ୍କର ସ୍ଥାନ ଦିଆଯାଇଛି, କାରଣ ସେମାନେ ପ୍ରତ୍ୟକ୍ଷଦର୍ଶୀ ଏବଂ ମହାତ୍ମା ଥିଲେ। ପୌରାଣିକ ଓ ଗ୍ରନ୍ଥରେ ଯେଉଁ ଅସମ୍ଭବ କାର୍ଯ୍ୟ ବିଷୟରେ ଲେଖାଯାଇଛି, ସେହି ଅସମ୍ଭବ କାର୍ଯ୍ୟ ସବୁ ସାଧାରଣ ମଣିଷଙ୍କ ଦ୍ୱାରା ସମ୍ଭବ ନୁହେଁ। ଏହିସବୁ କାର୍ଯ୍ୟ ମୁନି ଋଷିଙ୍କ ଦ୍ୱାରା ସମ୍ଭବ ହେଉଥିଲା ଏବଂ ଆମେ ଆଜିକାଲିର ସନ୍ଥ ପୁରୁଷଙ୍କ ସହିତ ପୌରାଣିକ ଯୁଗର ଋଷିଙ୍କୁ ତୁଳନା କରିପାରିବା ନାହିଁ। ଆମେ ଆଜି ସେହି ଋଷି ସାଧୁ ଏବଂ ସନ୍ଥଙ୍କ ବିଷୟରେ ଜାଣିବା। ହିନ୍ଦୁ ଧର୍ମଶାସ୍ତ୍ରରେ ଋଷି ବୈଦିକ ସଂସ୍କୃତ ଭାଷାର ଏକ ଶବ୍ଦ ଅଟେ, ଯାହା ଜଣେ ସିଦ୍ଧି ପୁରୁଷଙ୍କୁ ଦର୍ଶାଇଥାଏ। ପୌରାଣିକ ଯୁଗରେ ଯେଉଁମାନେ ବୈଦିକ ଭାଷାର ରଚନା କରୁଥିଲେ ଏବଂ ଯୁଗ ଯୁଗ ପର୍ଯ୍ୟନ୍ତ ତପଜପ କରୁଥିଲେ, ସେମାନଙ୍କୁ ଋଷି କୁହାଯାଉଥିଲା। ଏହି ମୁନିଋଷିମାନେ ସେମାନଙ୍କର ଧ୍ୟାନ ବଳରେ ଭବିଷ୍ୟତ ଦେଖିପାରୁଥିଲେ। ଏମାନେ ଅନେକ ବର୍ଷ ତପସ୍ୟା କରି ଦେବୀ ଓ ଦେବତାମାନଙ୍କୁ ପ୍ରସନ୍ନ କରୁଥିଲେ ଏବଂ ଲୋକମାନଙ୍କୁ ଉଚିତ ମାର୍ଗଦର୍ଶନ କରାଉଥିଲେ। ଋଷିମାନଙ୍କ ମଧ୍ୟରେ କ୍ରୋଧ, ଲୋଭ, ମୋହ ଓ ଈର୍ଷା ଆଦି ନଥାଏ। ଏହି ଋଷିଗଣ ତାଙ୍କର ଯୋଗ ସାଧନା ବଳରେ ନିଜକୁ ପରମାତ୍ମାର ସମର୍ପିତ କରୁଥିଲେ। ପୁରାଣରେ କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ ଋଷିଙ୍କ ବିଷୟରେ ବର୍ଣ୍ଣିତ ରହିଛି। ଏମାନଙ୍କୁ ସପ୍ତ ଋଷି ମଧ୍ୟ କୁହାଯାଏ। ଏମାନଙ୍କ ମଧ୍ୟରେ ମରିଚ ମଧ୍ୟ ଥିଲେ ଅନ୍ୟତମ। ପୌରାଣିକ କାଳରେ ଯେଉଁ ମଣିଷ ଜ୍ଞାନ ଓ ତପ ବଳରେ ଲୋକ କଲ୍ୟାଣ କରିଥାନ୍ତି, ସେମାନଙ୍କୁ ହିଁ ମହାତ୍ମା ବା ଋଷି ବୋଲି କୁହାଯାଉଥିଲା। ଯେଉଁ ଋଷିମାନଙ୍କର ପରମ ଚକ୍ଷୁ ଜାଗୃତ ଥିଲା, ସେମାନଙ୍କୁ ବ୍ରହ୍ମ ଋଷି ନାମରେ ନାମିତ ହେଉଥିଲେ। ଏବଂ କହିବାକୁ ଗଲେ ମୁନି ଶବ୍ଦର ଅର୍ଥ ହେଉଛି ମୌନା ମୁନିଗଣ। ଅଳ୍ପ କହୁଥିଲେ ଏବଂ ପୌରାଣିକ ଓ ବେଦର ଜ୍ଞାନ ଆରୋହଣ କରୁଥିଲେ। ଏହା ସହିତ ଏମାନେ ସର୍ବଦା ଈଶ୍ୱରଙ୍କର ଜପ କରୁଥିଲେ। ମୁନି ଋଷିମାନେ ଶାସ୍ତ୍ରରେ ପରମଜ୍ଞ ଥିଲେ ଏବଂ ଶାସ୍ତ୍ରକୁ ଅନୁସରଣ କରି ମାନବ ସମାଜକୁ ମାର୍ଗଦର୍ଶନ କରୁଥିଲେ। ପୌରାଣିକ କାଳରେ ମୁନି ଋଷିମାନେ ଅନେକ ବର୍ଷ ପର୍ଯ୍ୟନ୍ତ ଯୋଗ ସାଧନା କରୁଥିଲେ ଏବଂ ବିନା ଖାଦ୍ୟ ପାନୀୟରେ ତପସ୍ୟା କରି ଦେବୀ ଦେବତାଙ୍କୁ ପ୍ରସନ୍ନ କରିପାରୁଥିଲେ। ଯେଉଁ ମନୁଷ୍ୟ ପ୍ରକୃତରେ ସାଧନା କରିଥାନ୍ତି ଏବଂ ଲୋକମାନଙ୍କୁ ସତ୍ ମାର୍ଗ ଦେଖାଇଥାନ୍ତି, ସେମାନଙ୍କୁ ହିଁ ମୁନି ବୋଲି କୁହାଯାଇଥାଏ। ଏହା ସହିତ ସାଧୁମାନେ କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦି ତ୍ୟାଗ କରିଥାନ୍ତି। आशा करुच्ची फ्रेंड्स आपको यह भिडियोटी भल लगी। जदि भिडियोटी भल लगिला तेबे आम चैनल आद्यांत डिजिटल यूट्यूब चैनल को सब्सक्राइब करी पाखरे थिबा बेल आइकन को ऑल रे क्लिक करंतु। देखा हो फ्रेंड्स आउ एक नुआ भिडियो रे आउ किछि नुआ अपडेट सहित सेते पर्यंत जय हिंद, जय जगन्नाथ।